ବହୁ କଷ୍ଟରେ ଚଳୁଛୁ ସ୍ୱାମୀ ସ୍ତ୍ରୀ। ଆଉ ଏଇ 10 ହାତ ଜାଗାରେ ଚଳୁଛୁ। ଏଇଠି ରୋଷେଇ, ଏଇଠି ଲାଟ୍ରିନ୍, ସବୁ ସାମଲ ବାବୁ ଆମକୁ ଆଜି ସବୁ ସାହାଯ୍ୟ କରି ବହୁତ ଉପକୃତ ଆମେ ପାଇଛୁ। ଆଉ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ। ଆଉ ଆମେ ବହୁ କଷ୍ଟରେ ଚଳୁଥିଲୁ। ଛୋଟ ପରିବାରକୁ ସ୍ୱାବଲମ୍ବୀ କରିବା ପାଇଁ ଜଣମଣିଷ ମୋ ପାଖକୁ ମାସେ ତଳେ ଯାଇଥିଲେ, ତାଙ୍କର ଅସୁବିଧା ସମ୍ପର୍କରେ ମୋତେ ଅବଗତ କରାଇଥିଲେ। ତ ଆଜି ଜନ୍ମଦିନ ଅବସରରେ ତାଙ୍କ ପାଇଁ ତାଙ୍କ ଗାଁରେ ତାଙ୍କ ଘର ଗୋଟେ ଦୋକାନ ଘର କରିକି ଦିଆଯାଇଛି। ଆଶା କରୁଛୁ ସେ ଦୋକାନଟିକୁ ସୁଚାରୁ ରୂପେ ଚଳାଇ ତାଙ୍କ ପରିବାରକୁ ପ୍ରତିପୋଷଣ କରିପାରିବେ। ମୋ ରୋଜଗାର ଦିନଠାରୁ ମୁଁ ଚେଷ୍ଟା କରେ, ମୋ ଦ୍ୱାରା ଯାହା ସମ୍ଭବ ହେଇପାରିବ ଚେଷ୍ଟା କରେ କରିବା ପାଇଁ। ମୁଁ ବହୁତ ଖୁସି ଅଛି। ଦୋକାନ କରିବା 40 ବର୍ଷ ହେଇଗଲା। ଏ ଛୋଟକାଟିଆ ଦୋକାନ କରି ପିଲା ଛୁଆ ଚଳୁଥିଲି। ମଝିରେ 2020ରେ ନେକ୍ସଟ ହେଇଗଲା। ନେକ୍ସଟ ପୁରା ପଙ୍ଗିକି ପୁରା ଅଚଳ ହେଇଗଲି। ପ୍ରଥମ ଦିବ୍ୟାଙ୍ଗ କିନ୍ତୁ ଅଭାବ ଅବସ୍ଥା ଚଳି ଆସୁଥିଲି। ଶୁଣିଲି ସାମଲ ବାବୁ ଗରିବ ମାନଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ପାଖରେ କହୁଥିଲି ମୋତେ ଘର କାମ କରୁଥିଲେ। ଆଉ ସଉଦା ଲକ୍ଷ ମାନେ କରିଲେ କରିବା ପରେ ଆଜି ତାଙ୍କ ଜନ୍ମଦିନରେ ଆସି ପହଞ୍ଚିବେ। ସେଥିପାଇଁ ମୁଁ ସାମଲ ବାବୁଙ୍କୁ ବହୁ ତାଙ୍କ ଉପରେ ଖୁସି। ଭଗବାନ ପାଖରେ ଆସିବା କ୍ଷମା ମାଗୁଛି। ଠାକୁର କେମିତି ସାମଲ ବାବୁଙ୍କର ମଙ୍ଗଳ କରନ୍ତୁ, ତା ପିଲା ଛୁଆଙ୍କର ମଙ୍ଗଳ କରନ୍ତୁ। ବାବୁଲାଲ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୋରବା ପଞ୍ଚାୟତ। ଆଜି ଏଇ ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିକ୍ରମ ବାବୁଙ୍କର ଜନ୍ମଦିନରେ ଆମର ସୋରବା ଗ୍ରାମର ନରେନ୍ଦ୍ର ସ୍ୱାଇଁ ଜଣେ ଅସହାୟ ହ୍ୟାଣ୍ଡିକ୍ୟାପ୍ଟ ବ୍ୟକ୍ତି, ତାଙ୍କୁ ସହଯୋଗ କରିବା ପାଇଁ ସେ ଆଗାଇ ଆସିଛନ୍ତି ବିକ୍ରମ ବାବୁ। ଯାହା ହେଉ ଆମେ ବିକ୍ରମ ବାବୁଙ୍କୁ ସ୍ୱାଗତ କରୁଛୁ ଏବଂ ସେ ତାଙ୍କର ଉତ୍ତରୋତ୍ତର ଉନ୍ନତି ଦିଗରେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଏବଂ ଏକୁ ନିଶ୍ଚିନ୍ତ ଭାବରେ ଆଗାମୀ ପ୍ରେରଣା ଭଲ ଯୋଗାଇ ଦେବ ବୋଲି ଆମେ ଆଶା କରୁଛୁ।